বনস্তে ডাকিলা গজ, বনস্তে ডাকিলা গজ, বরষকে ଥରେ ଆସିଛି ରଜ, ଆସିଛି ରଜଲ ହେବା ଚାଲ ସଜବାଜ, ଭାଇ ମାନେ ହେବା ଚାଲ ସଜବାଜ। ଭାଇ ମାନେ ନାଇଁ ମ ଭଉଣୀ ମାନେ ହେବା ଚାଲ ସଜବାଜ। କୋଉଠି ଗୀତ ଭାଇ ଟିକେ ମାନେ ଗାଇଲେ କେବେ ମଧ୍ୟ ହବା କୁଆଡେ ପଳେଇବ। ସଜବାଜ ହେଲେଣି କି? କୋଉଠି ଗୀତ ଟିକେ ଗାଇଲେ ମଧ୍ୟ ଶାନ୍ତିରେ ଗୀତ ଗାଇବାକୁ ଦବନି ଆରେ କି? ଭୁଲ ଗାଉଥିଲ, ଠିକ ଟା କହିଲି କଣ କର କଣ ହେଲା ମ? ଯେ ଏଥର ରଜରେ କଣ ପ୍ଲାନିଂ କଣ କଲ କଣ? ରଜ ପାଇଁ ହଁ ରଜ ପାଇଁ ଏଥର ଫୁଲ ପ୍ଲାନିଂ ମସ୍ତ ଏମିତି ସେଲିବ୍ରେସନ ହବ ରଜ ଏଥର। ହଁ ଦେଖିବା ଲୋକ ଆଖି ଏମିତି ତାଟକା ହେଇଯିବ, ଛାନିଆ ହେଇଯିବ ମାଠକୁ। ଏମିତି ସେଲିବ୍ରେସନ ହେଲେ କଣ ଏପ୍ରିଲ ନବ ମତେ ମାର୍କେଟ? ତମକୁ ହୁଁ ମାର୍କେଟ ହୁଁ କାହିଁକି? ଆଉ କାହାକୁ ଧରି ଯିବ ମ? କାହିଁକି ଧରିକି ଯିବେ? ଆଉ କହିଲେ ସେଲିବ୍ରେସନ କାହା ସାଥିରେ ଆଉ କରିବ? କାହା ସହିତ କାହିଁ କରିବୁ? ଆଉ ଆମେ କରିବୁ ଏଥର। ଆମେ ମର୍ଣ୍ଣିଂ ୱାକ୍ ଗ୍ରୁପ ଗୋଟେ ଯାଉଛୁ ନା, ହଁ 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 ସକାଳୁ ଉଠିକିରି ହେଲ୍ଥ ଇଜ ୱେଲ୍ଥ ଦେଖୁଛ ନା ମୋ ଏବେ କେତେ ହେଲ୍ଥ ହଁ, ଅଛି। ଜଣା ପଡୁଛି ବେଶୀ ହେଲ୍ଥ। ଆରେ କିଛି ସକାଳୁ ନାହିଁ, ଉଠିକିରି କିଛି ନାହିଁ। ଶୁଣ ଏ କଥାଟେ, କିଛି ହଁ। ନାହିଁ କିଛି ନାହିଁ। ହୁଁ ସକାଳୁ ଉଠି ମର୍ଣ୍ଣିଂ ୱାକ୍ ଯାଉଛୁ ନା, ହଁ। ଆମେ ସବୁ ବସିକିରି କଥା ହେଲୁ। ହୁଁ ବର୍ଷ ଯାକ ତ ତାଙ୍କେ କଣ ଝିଅ ମାଇକିନା ମାନେ କଣ କାମ କରୁଛନ୍ତି, ତାଙ୍କଠୁ ବେଶୀ କାମ ଆମେ କରୁଛୁ। ହୁଁ ବାହାରର କାମ ସବୁ କରୁଛୁ। ତେଲ ଆଣେ, ପିଆଜ ଆଣେ, ଚାଉଳ ଆଣେ, ସକାଳୁ ଟିଫିନ ଆଣେ, ସନ୍ଧ୍ୟା ବେଳକୁ ପକୁଡି ଆଳୁ ଚପ ଆଣେ। ହୁଁ ଇଆଡେ ଘରକୁ ଆଇଲା ବେଳକୁ ସେ ସେମ କଥା କା ସେ ତରକାରୀ ଟା ବସିଛି ଘାଣ୍ଟି ଦିଅ, ରୁଟି ଟିକେ ସେକି ଦିଅ, ଇଆଡେ ୱାସିଂ ମେସିନ ରେ ପଡୁଛି କପଡା ନେଇକିରି ଶୁଖେଇ ଦିଅ। ସବୁ କାମ ତ ଆମେ କରୁଛୁ। ଆଜି ଚାକରାଣୀ ଆସିନି, ଘରଟା ଟିକେ ଓଳେଇ ଦିଅ। ସବୁ କାମ ତ ଆମେ କରୁଛୁ। 100ରୁ 95% କାମ ଆମେ କରୁଛୁ। ହୁଁ ସେଥିଲାଗି ଆମେ ଏଥର ଡିସାଇଡ କରୁଛୁ, ଆମ ଗ୍ରୁପ ଟା ଆମେ ଏଥର ରଜ ପାଳନ କରିବୁ। ହୁଁ ମସ୍ତ ପ୍ୟାଣ୍ଟ ସାର୍ଟ ବୁଟ ବୁଟ ସବୁ ନୂଆ କିଣିକିରି ହୁଁ ହୁଁ ମସ୍ତ ହୋଟେଲ ରେ ଖାଇକିରି ଫିଲ୍ମ ଦେଖିକିରି ହୁଁ। ଆମର ଗ୍ରୁପ ଟା ଆମେ ରଜ ପାଳନ ଏବେ କରିବୁ। ତମେ ମର୍ଣ୍ଣିଂ ୱାକ୍ ଯାଉଛ କି? ମର୍ଣ୍ଣିଂ ୱାକ୍ ଯାଉଛ ମ? କିଛି ନାହିଁ, ଗୁଲି କଟି ମାରୁଛ ହୋଟେଲ ରେ ଖାଇକି ଆସୁଛ। ଟିଫିନ ଖାଇକି ଆଉଛୁ। ହଁ, ସବୁଦିନ ଟିଫିନ ଖାଇ ଆସୁଛ। ଘରକୁ କହିଲେ ନା ମୋ ହେଲ୍ଥ ଇଜ ୱେଲ୍ଥ କହିକି ଖାଉନ। ତମକୁ କିଏ କହିଲା ଏଟା? ଦେଖ ତମେ ଯାହା ଯାହା ସହ ସାଙ୍ଗ ହେଇଛ, ତାଙ୍କର ସ୍ତ୍ରୀ ମାନେ ମୋ ସାଙ୍ଗ ଏଟା ମିଛ କଥା। ତାଙ୍କ ମାନେ ଖାଉଥିବେ, ମୁଇଁ ଖାଉ ନାହିଁ କେବେ। ସବୁ ଖାଉଛ। ଯେ ତମେ କଣ ଜେନା ବାବୁ ଆଗରେ ତମେ କି କାମ କରୁଛ? ମୋ ଜେନା ବାବୁ କେତେ କାମ କରୁଛନ୍ତି ଜାଣିଛ? ଜେନା ବାବୁ ମୋଠୁ ବେଶୀ କାମ କରୁଛନ୍ତି ବେଶୀ କି? କାମ ଜେନା ବାବୁ କଣଟା କରି ପକଉଛନ୍ତି ଏମିତି? କହୁଛି। ବେଶୀରେ ବେଶୀ ସକାଳୁ ଦେଖିଥାଉଛି ମୁଁ ଟିଫିନ ଧରି ଘରକୁ ଯାଇଥାଉଛନ୍ତି। ଆଉ କଣଟା କରୁଛନ୍ତି? ଡେଲି ଆଜି ଇଡିଲି ବେଲେ କାଲି ପୁରୀ, ତା କାଲି ଦୋସା, ତା କାଲି ଉତ୍ତପମ, ଭେରାଇଟି ନଉଛନ୍ତି। ସେଠି କା କରୁଛନ୍ତି? ଆହୁରି ଗାଧେଇକିରି ଯିବା ଆଗରୁ, ଡ୍ୟୁଟି କି ଯିବା ଆଗରୁ କଣ କରୁଛନ୍ତି ଜାଣିଛ? ଭାତ ବସେଇ ଦଉଛନ୍ତି। ରାଇସ କୁକର ରେ ଭାତ ବସେଇ ଦଉଛନ୍ତି, କୁକର ରେ ଡାଲି ସିଝେଇ ଦେଇଥାଉଛନ୍ତି, ପରିବା କାଟିକି ରଖି ଦେଇଥାଉଛନ୍ତି। ଆସିଲେ କାମରୁ ଆସିଲା ପରେ ସାଙ୍ଗେ ଡାଲିରେ ପଜଣ ଦିଆଯାଉଛି, ତରକାରୀ ହେଇଯାଉଛି, ଭଜା ବେଳକୁ ଫେରିଲା ପରେ କରିକି ଆହୁରି ଖାଇବାକୁ ବାଢି ଦଉଛନ୍ତି ଏତେ ସ୍ନେହରେ। ତାଙ୍କେ ନିଜେ ଖାଇବାକୁ ମିଶା ବାଢୁଛନ୍ତି। ବାଢୁଛନ୍ତି। ତମେ କେମିତି ଜାଣିଲ? ମିସେସ ଜେନା କହୁଥିଲେ। ମିସେସ ଜେନା କହୁଥିଲେ, ବୋଇଲେ ଆମ ଜେନା ବାବୁ ଏତେ ଭଲ, ତାଙ୍କ ତରକାରୀ ଏତେ ଟେଷ୍ଟ। ସନ୍ଧ୍ୟାବେଳେ ବୁଲିବାକୁ ଯାଉଛନ୍ତି, ମୁଁ ଭାବୁଛି। ଆହୁରି ସନ୍ଧ୍ୟା ବେଳେ ବୁଲେଇବାକୁ ନଉଛନ୍ତି। ଆହୁରି ରାତିକି ଅଟା ଦଳି ଦେଇଥାଉଛନ୍ତି। ଆଙ୍କେ ରୁଟି ବେଲି ପାରୁନାହାନ୍ତି ବୋଲି ମିସେସ ଜେନା ଖାଲି ରୁଟି ଟା ବେଲୁଛନ୍ତି। ଜେନା ବାବୁ ରୁଟି ସେକୁଛନ୍ତି ରାତି 9ଟାରେ। ଏତେ ସବୁ କରୁଛନ୍ତି କି? ସବୁ କରୁଛନ୍ତି। ଆଉ ତମେ କଣଟା କରୁଛ ମ? ହେଲେ ଜେନା ବାବୁ କେତେ କାମ କରୁଛନ୍ତି। ହେଲେ ଟିକେ ରୁହ, ମୁଁ ଟିକେ ଜେନା ବାବୁକୁ ଫୋନ କରିବାର ଅଛି। ଫୋନ କରି କହିବି ଆମେ ରଜ ପାଳନ କରୁଛୁ, ତମେ ବି ଆସ ଆମର ସହିତ ମିଶ, ରଜ ପାଳନ କର ବୋଲି କହିବାର ଅଛି। ମୁଁ ଫୋନ କରୁଛି, ତମେ ଟିକେ ଚା ଟିକେ ଯାଉନ କରିଦଉନ। ତମେ କହିଲ ଏବେ 95% କାମ କରୁଛୁ ବୋଲିକି, ଯାଅ କର। ତମେ ରଜ ପାଳ, ମୁଁ ବି ଯାଉଛି ଏବେ 7 ଦିନ ଖଣ୍ଡେ ମୁଁ ବି ମା ଘରକୁ ପଳେଇ, ମୁଁ ବି ରଜ ପାଳିକି ଆଇବି। ତମେ ରଜ ପାଳ, ଏଇଠି 3 ଦିନ ପରା ବୁଟ ସୁଟ ସବୁ କରି ପାଳିବ। ପାଳ କହିକି ପଳେଇବାରେ କି? ଇଏ 7 ଦିନ ପଳେଇଲେ ମତେ କୋଉଠି ଖାଇବାକୁ ମିଳିବ? କି ବାଧାରେ ବାବୁ, କୋଉଟା ମିଶା ଗୋଟେ। ଆମର ପୁଅ ମାନଙ୍କ ଲାଗି କିଛି ପର୍ବ ନାହିଁ କି? ଦଶହରା ତାଙ୍କର, ରଥଯାତ୍ରା ତାଙ୍କର, ସାବିତ୍ରୀ ତାଙ୍କର, ରଜ ତାଙ୍କର। ବୋଲେ ଆମେ କି ପାଇଁ ଆସୁଛୁ ଏଇ ଦୁନିଆକୁ? ଜନଗଣନାରେ ଆମର ନାଁ ରହିବ ବୋଲି ଆସୁଛୁ କି? ଶୁଣ, ଚା ଟିକେ ଦିଅ କମ ସେ କମ।